ମୋ ଘର ଗାଁରେ। ଆମକୁ ଦୋକାନ କରିବାକୁ ସହରକୁ ଯିବାକୁ ପଡ଼ିବ। ଯିବାକୁ ଦୁଇଟି ରାସ୍ତା ଅଛି। ଗୋଟିଏ ପାର ହେବାକୁ ପଡ଼ିବ, ଅନ୍ୟଟି ଜଙ୍ଗଲ ଦେଇ ଯିବାକୁ ପଡ଼ିବ। ମୋର କକାକା ଭାଇ ବିବାହ କରୁଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ସହିତ ପ୍ରଥମ ଥର ପାଇଁ ଆମ ଘରକୁ ଆସିବେ। ଯେତେବେଳେ ସେ ଅପରାହ୍ନରେ ଆସିଲେ ମୁଁ ମୋ କକାକା ଭାଇକୁ ଦେଖି ବହୁତ ଖୁସି ହୋଇଥିଲି। ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କର ଫିଗର ବହୁତ ଭଲ। ସେ ହଳଦିଆ ଶାଢ଼ୀ ଏବଂ ବ୍ଲାଉଜ ପିନ୍ଧିଥିଲେ। ତାଙ୍କ ମୁହଁ ଏବଂ ପେଟ ଖୋଲା ଥିଲା। କି ସୁନ୍ଦର ପେଟ! ଯେତେବେଳେ ଜେଜେମା ଘରର ବୟସ୍କ ଲୋକଙ୍କୁ ପ୍ରଣାମ କରିବାକୁ ନଇଁ ପଡ଼ିଲେ ମୁଁ ପାର୍ଶ୍ୱରୁ ଦେଖିଲି ଯେ ତାଙ୍କର ସ୍ତନ ଗୋଲ ଥିଲା। ସେ ଏକ କପଡ଼ା ପିନ୍ଧିଥିଲେ, ତେଣୁ ମୁଁ ପ୍ରଥମେ ଏହା ଦେଖି ନଥିଲି। ସେମାନଙ୍କୁ ରହିବା ପାଇଁ ଦିଆଯାଇଥିବା ଘରର ଦ୍ୱାର ପାଖରେ ଏକ କୋଠରୀ ଥିଲା ଯେଉଁଠାକୁ କେହି ଯାଆନ୍ତି ନାହିଁ। ଆମର ପୁରୁଣା ବଡ଼ ଘର। ଗୋଟିଏ ଦିନ ଯେତେବେଳେ ଘରର ଲୋକମାନେ ମେଳା ଦେଖିବାକୁ ଯାଇଥିଲେ ମୁଁ କାହାକୁ କିଛି ନ କହି ଘର ଭିତରକୁ ପ୍ରବେଶ କଲି ଏବଂ ଦ୍ୱାର ବନ୍ଦ କରିଦେଲି। ଏବଂ ପୁରୁଣା ଦ୍ୱାରର ଫାଙ୍କ ଦେଇ ଘର ଭିତର ଦୃଶ୍ୟମାନ ହେଉଥିଲା। ସେମାନଙ୍କ ଘର ଆଲୋକମୟ ଥିଲା ଏବଂ ମୋର ଘର ଅନ୍ଧାର ଥିଲା। ପ୍ରଥମେ ବୁଢ଼ୀ ତାଙ୍କ ଶାଢ଼ୀ ଖୋଲି ତାଙ୍କ ବ୍ଲାଉଜ ଖୋଲିବାକୁ ଲାଗିଲେ। ସେ ଏକ ଧଳା ବ୍ରା ପିନ୍ଧିଥିଲେ। ମୁଁ ପଛକୁ ହାତ ବୁଲାଇ ତାଙ୍କ ବ୍ରା ହୁକ୍ ଖୋଲି ତାଙ୍କ ବ୍ରା ଖୋଲିଦେଲି ଏବଂ ତାଙ୍କ ସୁନ୍ଦର ସ୍ତନ ଦେଖିଲି। ବୁଢ଼ୀଙ୍କ ସ୍ତନ ବହୁତ ସୁନ୍ଦର ଥିଲା। ତା ପରେ ହଠାତ୍ ବର୍ଷା ଆରମ୍ଭ ହେଲା ଏବଂ ବିଦ୍ୟୁତ୍ ଚାଲିଗଲା। ବୁଢ଼ୀ ଘରେ ଏକା ଥିଲେ ଏବଂ ଦ୍ୱାର ଭିତରୁ ବନ୍ଦ ଥିଲା। ମୁଁ ମୋ ରୁମର ଦ୍ୱାର ଖୋଲି ଭିତରକୁ ପଶିଗଲି। ମୋ ଜେଜେମା ଭୟଭୀତ ହୋଇ ଚିତ୍କାର କଲେ, କିଏ ଅଛି? ମୋ ଜେଜେମା କେବଳ ଶାଢ଼ୀ ପିନ୍ଧିଥିଲେ। ଯେତେବେଳେ ମୁଁ ମୋ ଜେଜେମାଙ୍କ ସାମ୍ନାରେ ଯାଇ ମୋତେ ଚିହ୍ନିପାରିଲି, ସେ ଲଜ୍ଜାରେ ତାଙ୍କ ହାତରେ ତାଙ୍କ ସ୍ତନକୁ ଲୁଚାଇବାକୁ ଚେଷ୍ଟା କଲେ। ମୁଁ ତାଙ୍କ ହାତକୁ ଦୂରେଇ ରଖି ତାଙ୍କ ସ୍ତନକୁ ଚୁମ୍ବନ ଦେଲି। ମୋ ଜେଜେମା କହିଲେ, ଏହା କ ନ ହେଉଛି, ତୁମେ ଲଜ୍ଜିତ ହେଉନାହଁ, ତୁମେ ଅସଭ୍ୟ। ମୋ ଜେଜେମା ପୁଣି ଏକ ଗାମୁଛାରେ ତାଙ୍କ ସ୍ତନକୁ ଘୋଡ଼ାଇ ଦେବାକୁ ଚେଷ୍ଟା କଲେ। ମୁଁ ମୋ ଜେଜେମାଙ୍କ ସ୍ତନକୁ ଟାୱେଲରେ ଧରିଲି ଏବଂ ସେଗୁଡ଼ିକୁ ଡାହାଣ ପଟେ ଚୁଟି ଉପରେ ହାଲୁକା ଭାବରେ ଚିପିଦେଲି। ଜେଜେମା ପଛକୁ ହଟିଗଲେ ଏବଂ ଘରର ଏକ କୋଣକୁ ଗଲେ। ମୁଁ ଟାୱେଲକୁ ତଳକୁ କରି ଜେଜେମାଙ୍କ ହାତ ଧରି ତାଙ୍କ ବାମ ଦୁଇଟି ସ୍ତନ୍ୟପାନକୁ ଚୁଷିଲି। ଜେଜେମା କହିଲେ, ମୋତେ ଛାଡ଼ିଦିଅ। ମୁଁ ତାଙ୍କ ଡାହାଣ ଦୁଇଟି ସ୍ତନ୍ୟପାନକୁ ଚୁଷିଲି ଏବଂ ପାଳି କରି ଜେଜେମାଙ୍କ ସ୍ତନକୁ ଚୁଷିବାକୁ ଲାଗିଲି। ବଡ଼ ଭଉଣୀର ହାତ ଛାଡ଼ିବା ପରେ ବଡ଼ ଭଉଣୀ ଡେଇଁ ପଡ଼ି ବଡ଼ ଭଉଣୀର ଛାତିକୁ ଚିପିବାକୁ ଲାଗିଲା। ମୁଁ ତାଙ୍କ ଛାତିକୁ ଜୋରରେ ଧରି ରଖିଲି। ମୁଁ ବଡ଼ ଭଉଣୀର ଦୁଇଟି ଛାତିକୁ ଧରି ରଖିଲି ଏବଂ ବଡ଼ ଭଉଣୀ ଶାନ୍ତ ଭାବରେ ମୋ ପାଖକୁ ଆସି ମୋତେ ଚାହିଁଲା। ତା ଆଖି ଏବଂ ଛାତିକୁ ଉପରକୁ ଉଠାଇ କହିଲା, ତୁମେ ଯାହା ଇଚ୍ଛା କର ମୋ ଛାତି ଉପରେ। ମୁଁ ଖୁସିରେ ବଡ଼ ଭଉଣୀର ଛାତିକୁ ଉପଭୋଗ କରିବାକୁ ଲାଗିଲି। ଆଉ ତାପରେ ମୁଁ ନାନୀକୁ ବିଛଣାରେ ଶୁଆଇ ତାଙ୍କ ପିଚାରେ ମୋର ଡିଭାଇସ୍ ପୁରାଇ ଦୁଇଥର ଦ୍ୱାର ବାଡ଼େଇଲି। ନାନୀ କହିଲେ, ଏବେଠାରୁ ଦ୍ୱାର ଖୋଲ ଏବଂ ପଳାଅ। ଘରର ଲୋକମାନେ ମୋ ନାମ ଧରି ଡାକୁଥିଲେ। ମୁଁ ଥରେ ନାନୀଙ୍କ ପିଚାକୁ ଖୋଳିବାକୁ ଚାହୁଁଥିଲି, ତେଣୁ ମୁଁ ଗତି ବଢ଼ାଇ ଦେଲି ଏବଂ ନାନୀଙ୍କୁ ଖୋଳିବାକୁ ଲାଗିଲି। ମୁଁ ନାନୀଙ୍କ ସ୍ତନକୁ ଧରି ଗୋଟିଏ ପରେ ଗୋଟିଏ ପିଟିଲି। ନାନୀ ତାଙ୍କୁ ଜୋରରେ ଚାପି ଦେଲି ଏବଂ ତାଙ୍କୁ ଖୋଳିଦେଲି। ମୁଁ ଗତି ବଢ଼ାଇ ମୋର ସମସ୍ତ ଜିନିଷ ଭିତରକୁ ଫୋପାଡ଼ି ଦେଇ ଦୌଡ଼ିଗଲି। ପରଦିନ କ ନ ହେଲା। ମୋତେ କିଛି ଜରୁରୀ କାମ ପାଇଁ ବହୁତ ଦୂରକୁ ଯିବାକୁ ପଡ଼ିଲା ଏବଂ ଯିବାକୁ ପଡ଼ିଲା ଜଙ୍ଗଲ ଦେଇ। ମୁଁ ମୋ ଭାଉଜଙ୍କୁ ଏକା ପାଇଲି ନାହିଁ। ସେଦିନ ମୁଁ ବହୁତ କମ୍ ସମୟ ମଧ୍ୟରେ ତାଙ୍କୁ ଚୁଚୁମିଲି, କିନ୍ତୁ ମୁଁ ସନ୍ତୁଷ୍ଟ ନଥିଲି। ଯିବା ପୂର୍ବରୁ ମୋ ଭାଉଜ ମୋତେ କୁଣ୍ଢେଇ ପକାଇ କହିଲେ, ମୁଁ ଶୀଘ୍ର ଫେରି ଆସିବି। ମୁଁ ତାଙ୍କ ଓଠ ଉପରେ ମୋର ଓଠ ରଖିଲି ଏବଂ ତାଙ୍କୁ ଉତ୍ସାହର ସହିତ ଚୁମ୍ବନ କଲି। ମୁଁ ମୋ ଭଉଣୀର ବ୍ଲାଉଜ ଖୋଲିବାକୁ ଲାଗିଲି ଏବଂ ତା ଛାତିକୁ ଚୁମ୍ବନ ଦେଲି। ମୋ ଭଉଣୀ ଶୀଘ୍ର ତା ବ୍ଲାଉଜ ପିନ୍ଧି ଚାଲିଗଲା। ମୁଁ ନୂଆ ରାସ୍ତାରେ ଯାଉଥିବା ସମୟରେ ମୁଁ ଜଙ୍ଗଲରେ ଏକ ବିରାଟ ପୁରୁଣା ଘର ଦେଖିଲି। ମୁଁ ଭାବିଲି ମୁଁ ମୋ ଭଉଣୀକୁ ଏହି ଖାଲି ଘରକୁ ନେଇଯିବି ଏବଂ ସକାଳେ ତାକୁ ଚୁଚୁମିବି। ପୁରୁଣା ଘର ପଛରେ ଆଉ ଏକ ନୂତନ ଘର ଥିଲା ଏବଂ ଜଣେ ବହୁତ ସୁନ୍ଦରୀ ମହିଳା ଗଛଗୁଡ଼ିକୁ ପାଣି ଦେଉଥିଲେ। ଏତେ ଖାଲି ସ୍ଥାନରେ ଏପରି ଜଣେ ମହିଳା କ ନ କରୁଛନ୍ତି। ମୁଁ ଘରକୁ ଫେରି ଘର ଜଗି ରହିବାକୁ ଲାଗିଲି। ରାତିରେ ଝରକା ଦେଇ ଦେଖିଲି ଯେ ଘରେ ବର ଏବଂ କନ୍ୟା ବ୍ୟତୀତ ଆଉ କେହି ନାହାନ୍ତି। ସେମାନଙ୍କ ଘର ପଛରେ ଏକ ବଗିଚା ଥିଲା ଏବଂ ସେଠାରେ କୁକୁଡ଼ା ଏବଂ କୁକୁଡ଼ା ଥିଲେ। ସକାଳେ ବର ବାହାରକୁ ଗଲା ଏବଂ କନ୍ୟା ଘରେ ଏକା ରହିଲା। ମୁଁ ଘରକୁ ଫେରିଲି, ଖାଇଲି ଏବଂ କିଛି ନ କହି ଏକା ସେମାନଙ୍କ ଘରକୁ ଗଲି। ମୁଁ କବାଟ ବାଡ଼େଇ ଡାକିଲି। ଲୋକଟି ବାହାରକୁ ଆସିଲା ଏବଂ ମୁଁ ଧୀରେ ଧୀରେ କହିଲି, ମୁଁ ମୋର ରାସ୍ତା ଭୁଲିଗଲି। ମୁଁ ନିଶ୍ୱାସ ନେବାର ଅଭିନୟ କରି ବସି ପଡ଼ିଲି ଏବଂ କହିଲି, ମୁଁ ଆଉ ଚାଲିପାରିବି ନାହିଁ। ଏବେଠାରୁ ନିକଟତମ ଗାଁ କେତେ ଦୂର? ଲୋକଟି କହିଲା, ଆଜି 2 ଘଣ୍ଟା ପରେ ତୁମେ ରାତିରେ କିପରି ଯିବ? ମୁଁ ମୋ ସହିତ ଏକ ବ୍ୟାଗ ଆଣିଥିଲି ଯାହା ଦ୍ୱାରା ସେମାନେ ସନ୍ଦେହ କରିବେ ନାହିଁ। ମୁଁ ଏକ ଚାଦର ପିଙ୍ଗି ଭୂମିରେ ବସିଗଲି। ଲୋକଟି ଦ୍ୱାର ଖୋଲି କହିଲା, ଆଜି ମୋ ରୁମରେ ରୁହ। ମୁଁ ଅସୁସ୍ଥ ହେବାର ଅଭିନୟ କରି ଧୀରେ ଧୀରେ କୋଠରୀ ଭିତରକୁ ପ୍ରବେଶ କଲି ଏବଂ ତଳେ ଶୋଇଗଲି। ସେମାନେ ମୋତେ ଧରି ବିଛଣାରେ ଶୁଆଇଦେଲେ। ସେହି ସୁନ୍ଦରୀ ମହିଳାଙ୍କୁ ମୋତେ ଧରିବା ଦେଖି ମୁଁ ବହୁତ ଖୁସି ହେଲି। ମୁଁ କହିଲି ଯେ ମୁଁ ରାତିରେ କିଛି ଖାଇବି ନାହିଁ ଏବଂ ବିଛଣାରେ ରହିଲି। ପରଦିନ ମହିଳା ଆମ ପାଇଁ ରୋଷେଇ କଲେ ଏବଂ ତାଙ୍କ ସ୍ୱାମୀ ବାହାରକୁ ଗଲେ। ମୁଁ ଛାତ ଆଡ଼କୁ ଚାହିଁ ଦେଖିଲି ଯେ ପୁରୁଷ ବହୁତ ଦୂରକୁ ଚାଲିଯାଇଛନ୍ତି। ଏଥର ମୁଁ ସୁନ୍ଦରୀ ମହିଳାଙ୍କୁ ଏକା ପାଇଲି। ମୁଁ ଜଣେ ଲାଲ ପୋଷାକ ଏବଂ ବ୍ଲାଉଜ ପିନ୍ଧି ଶସ୍ୟ କାଟୁଥିବାର ଦେଖିଲି। ମୁଁ କହିଲି, ପୋଖରୀ ପାଖରେ ଏକ ଅଳଙ୍କାର ଅଛି, ଦେଖାଯାଉ। ପୋଖରୀ ପାଖକୁ ଯାଇ ମୁଁ ତାଙ୍କୁ ପୋଖରୀ ଭିତରକୁ ଠେଲି ଦେଲି।
ସେ ବିରକ୍ତ ହୋଇ କହିଲେ, ତୁମେ ମୋତେ କାହିଁକି ପୋଖରୀରେ ଫିଙ୍ଗି ଦେଲ? ମୋର ସମ୍ପୂର୍ଣ୍ଣ ଶାଢ଼ୀ ଏବଂ ବ୍ଲାଉଜ ଓଦା ହୋଇଗଲା। ସେ ଉଠି ପଡ଼ିଲା ଏବଂ ମୁଁ ଧୀରେ ଧୀରେ ତାକୁ ଟାଣି ନେଇ ପୋଖରୀର କାଦୁଅ ଏବଂ ପଙ୍କ ଉପରେ ଫିଙ୍ଗିଦେଲି। ତାଙ୍କ ପୋଷାକ ମଇଳା ହୋଇଗଲା। ମୁଁ ଦୁଇ ହାତରେ କାଦୁଅ ନେଇ ତା ଛାତି ଏବଂ ବ୍ଲାଉଜରେ ଭଲ ଭାବରେ ଘଷିଲି ଏବଂ ତା ଶାଢ଼ୀକୁ ଉଠାଇ ତା ଜଙ୍ଘରେ କାଦୁଅ ଲଗାଇଲି। ସେ ତା ମୁହଁରେ କାଦୁଅ ଘଷି ଆଖି ବନ୍ଦ କରିଦେଲି। ମୁଁ ତା ବ୍ଲାଉଜରେ ହାତ ପୁରାଇ ତା ଛାତିରେ କାଦୁଅ ଘଷିଲି ଏବଂ ଜୋରରେ ଚାପିଦେଲି ଏବଂ ନିପଲ୍ସକୁ ଚିପିଦେଲି। ସେ ନ କରିବ ଜାଣିପାରିଲା ନାହିଁ। ମୁଁ ତାକୁ ଛାଡ଼ିଦେଲି। ସେ ଉଠି ପୋଖରୀରେ ଡେଇଁ ପଡ଼ି ସଫା ହୋଇ ବାହାରି ଆସିଲା। ମୋତେ ଛାଡ଼ିଦିଅ ଏବଂ ମୋ ଘର ଛାଡ଼ିଦିଅ। ମୁଁ ତା ଓଦା ବ୍ଲାଉଜରେ ତା ଛାତିର ନିପଲ୍ସ ଏବଂ ଆକୃତି ସ୍ପଷ୍ଟ ଭାବରେ ଦେଖିପାରୁଥିଲି। ତା ଛାତି ଓଦା ବ୍ଲାଉଜରେ ଲାଗି ଯାଇଥିଲା। ମୁଁ ବ୍ଲାଉଜ ଟାଣି ଆଗ ହୁକ୍ ଚିରିଦେଲି ଏବଂ ତାକୁ ଜୋରଜବରଦସ୍ତି ଶୁଆଇଦେଲି। ମୁଁ ତାକୁ ମାଟିରେ ଫିଙ୍ଗିଦେଲି ଏବଂ ତା ଛାତିକୁ ଚାପି ଚୁଷିବାକୁ ଲାଗିଲି। ତାପରେ ମୁଁ ତା ଗୋଡ଼କୁ ବିସ୍ତାର କଲି ଏବଂ ତା ପିଚା ଭିତରେ ମୋର ବାଣ୍ଡ ପୂରେଇ ତାକୁ ଚୁଚୁମିଲି। ଆଉ ତା ଦୁଧକୁ ମୋ ବାହୁରେ ଧରି ବାହାର କରିଦେଲି। ମୁଁ ତା ଦୁଧକୁ ମୋ ଆଙ୍ଗୁଠିରେ ଚିପିବାକୁ ଲାଗିଲି। ସେ କହିବାକୁ ଲାଗିଲା, ଆଉ। ମୁଁ ସୁନ୍ଦରୀ ମହିଳାଙ୍କୁ ଘରୁ ବାହାର କରିଦେଲି ଏବଂ କହିଲି, ତୁମର ବଡ଼ ଭାଇ ତୁମକୁ କିଛି ଦିନ ପାଇଁ ମୋ ପାଖରେ ଛାଡ଼ି ଦେଇଛି। ମୁଁ ତୁମର ସ୍ତ୍ରୀ, ମୁଁ ତୁମର ପିଲା। ସାରା ଦିନ ସେ ଘର ସଫା କରୁଥିଲା, ପୋଷାକ ଧୋଇ ଦେଉଥିଲା ଏବଂ ରୋଷେଇ କରୁଥିଲା ଏବଂ ମୁଁ ତା ସ୍ତନକୁ ଚାପି ଦେଉଥିଲି, ତା ନିତମ୍ବକୁ ଚିମୁଟି ଦେଉଥିଲି, ତା ଶାଢ଼ୀ ଉଠାଇ ତାଙ୍କ ପିଚାରେ ମୋ ଆଙ୍ଗୁଠି ପୁରାଉଥିଲି। ଯେତେବେଳେ ମୋର ଲିଙ୍ଗ ଠିଆ ହେଉଥିଲା, ମୁଁ ତାକୁ ଯେଉଁଠାରେ ପାଇଲି ସେଠାରେ ତାକୁ ଚୁଚୁମି ଦେଉଥିଲି। ଲିଙ୍ଗ ପଡ଼ିବା ପରେ ମୁଁ ଅପେକ୍ଷା କରି ପୁଣି ଠିଆ ହେଉଥିଲି। ଅପରାହ୍ନରେ ମୁଁ ତାକୁ ଭଲ ଭାବରେ ଚୁଚୁମି ଦେଉଥିଲି। ମୁଁ କଇଞ୍ଚି ସାହାଯ୍ୟରେ ତା ବ୍ଲାଉଜ କାଟି ବେଶ୍ୟାର ବ୍ଲାଉଜ ପରି କରିଦେଲି। ମୁଁ ତା ସ୍କର୍ଟକୁ ତା ଆଣ୍ଠୁ ଉପରେ କାଟିଦେଲି ଏବଂ ତାହା ରହିଲା। ଦିନରେ ପ୍ରଥମ ଥର ପାଇଁ ବୀର୍ଯ୍ୟ ବହୁତ ଶୀଘ୍ର ବାହାରି ଆସୁଥିଲା। ତା ପରେ ଗୋଟିଏ ଘଣ୍ଟା ପରେ ବୀର୍ଯ୍ୟ ଠିଆ ହେଉଥିଲା। ତା ପରେ 3 ଘଣ୍ଟା ପରେ। ଶେଷ ଥର ପାଇଁ ବହୁତ ବୀର୍ଯ୍ୟ ସତ୍ତ୍ୱେ ବୀର୍ଯ୍ୟ ବାହାରକୁ ଆସିବାକୁ 5 ଘଣ୍ଟା ଲାଗିଥିଲା। ଦିନର ଶେଷ କ୍ରୋଧ ଥିଲା ସୁନ୍ଦରୀର ସ୍ତନକୁ ଚିମୁଟି ଧରି ତା ନିପଲ ଟାଣିବା। ଯେତେବେଳେ ସୁନ୍ଦରୀ କହୁଥିଲା, ମୋ ସ୍ତନକୁ ଆଉ ଚିପୁ ନୁହଁ, ମୋ ମାର ନିପଲ ଟାଣିବ ନାହିଁ, ମୁଁ ତା ସ୍ତନକୁ ଆହୁରି ଜୋରରେ ଚିପୁଥିଲି ଏବଂ ତା ନିପଲ ଟାଣିଥିଲି। ମୁଁ ତା ସ୍ତନକୁ ଚିପୁଥିଲି ଏବଂ ଚୁଚୁମିଥିଲି ଏବଂ ସେ କହୁଥିଲା, ମୋ ଛାତିରେ କ୍ଷୀର ନାହିଁ, ଯେପର୍ଯ୍ୟନ୍ତ ମୁଁ ମୋ ସ୍ତନକୁ ଚିପୁଥିଲି, ମୋ ସ୍ତନକୁ ଚିପୁଥିଲି, ମୋ ସ୍ତନକୁ ଚିପୁଥିଲି, ମୋ ସ୍ତନ ବାହାରକୁ ଆସିବ ନାହିଁ। ଦିନକୁ 3 ଥର ତା ପିଚାକୁ ଝଟକା ଦେବା ପରେ ମୁଁ ଶେଷ ଥର ସହଜରେ ଝଟକା ଦେଇ ପାରିଲି ନାହିଁ। ତା ପରେ ମୁଁ ତାକୁ ଚଲାଇ ଯେତେ ସମୟ ପାରିବି ତାକୁ କ୍ରୋଧ କରିବି। ମୁଁ ତାକୁ ଜୋରରେ କ୍ରୋଧ କରି ଠେଲିଥିଲି। ସେ ପ୍ରତ୍ୟେକ ଜୋରରେ ଝଟକା ଦେଇ ହାହାକାର କରୁଥିଲା, ହାହାକାର କରୁଥିଲା, ହାହାକାର କରୁଥିଲା, ହାହାକାର କରୁଥିଲା, ହାହାକାର କରୁଥିଲା, ହାହାକାର କରୁଥିଲା। ମୁଁ ତାକୁ ଚୁଚୁମି ଚାଲିଥିଲି ଏବଂ ବୀର୍ଯ୍ୟ ବାହାରକୁ ଆସୁନଥିଲା। କିନ୍ତୁ ବୀର୍ଯ୍ୟ ବାହାରକୁ ନ ଆସୁଥିଲେ ମୁଁ ତାକୁ ଛାଡ଼ି ନଥାନ୍ତି। ମୋ ପାଖରେ ଯେତେ ଶକ୍ତି ଥିଲା ମୁଁ ତାକୁ ଚୁଚୁମି ଚାଲିଥିଲି। ମୁଁ ତାକୁ କୁଣ୍ଢେଇ ଧରି ତାଙ୍କ ଅଣ୍ଟାକୁ ଠେଲିଦେଲି। ମୁଁ ଚୁଚୁମିବାର ଗତି ବଢ଼ାଇ ପ୍ରତି ସେକେଣ୍ଡରେ 2 ଥର ତାକୁ ପିଟିଲି। 5 ମିନିଟ୍ ପ୍ରତି ସେକେଣ୍ଡରେ 2 ଥର ପିଟିଲା ପରେ ସୁନ୍ଦରୀ ତାଙ୍କ ଆଖି ବନ୍ଦ କରି କହିଲେ, ଆ। ମୁଁ ଘରକୁ ଫେରିବା ପରେ ମୁଁ ଜେଜେମା ପ୍ରସ୍ତୁତ ଥିଲେ। ରାତିରେ ମୁଁ ଛାତକୁ ଯାଇ କହିଲି, ମୁଁ ତୁମର ପିଲାକୁ ଜନ୍ମ ଦେବି। ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମୁଁ ରାତିରେ ଜେଜେମାଙ୍କ ସହିତ ଯୌନ ସମ୍ପର୍କ ରଖିଲି। ତାଙ୍କ ଯୋନିରେ ମୋର ଲିଙ୍ଗ ପ୍ରବେଶ କରାଇଲି, ଯୌନ ସମ୍ପର୍କ ରଖିଲି ଏବଂ ତାଙ୍କ ଯୋନି ଭିତରେ ବୀର୍ଯ୍ୟସ୍ଖଳନ କଲି। ପ୍ରତ୍ୟେକ ଥର ମୋ ଜେଜେମା ତାଙ୍କ ଆଗରେ ହାତ ରଖି ତାଙ୍କ ଆଣ୍ଠୁ ଉପରେ ବସି ରହୁଥିଲେ ଏବଂ ମୁଁ ତାଙ୍କ ଝୁଲୁଥିବା ସ୍ତନକୁ ପଛରୁ ଧରି ତାଙ୍କୁ ଗେଉଥି।